ମୁଁ ସଞ୍ଜୟ କୁମାର ନାୟକ ଏ ଖେଳରେ କିଛି ଦାୟିତ୍ୱ ଥିଲା କି କେମିତି କ'ଣ ହେବ ସେ ଜିନିଷ ମ୍ୟାନେଜମେଣ୍ଟ କରୁଥିଲି। ଆଜି ତ 8ଟି ଟିମ୍ ଏଠି ଖେଳିବାର ଥିଲା, ତ 8ଟି ଟିମ୍ ବି ଖେଳିଛନ୍ତି ବହୁତ ଭଲ ଭାବରେ। ଆଉ ଏଠି ସବୁ ଲୋକ ବହୁତ ଖୁସି, ବହୁତ ଭଲ ଭାବରେ ଏନ୍ଜୟ ବି କରିଛନ୍ତି। ଆଉ ଫାଇନାଲ ମ୍ୟାଚ୍ଟି ଦିଘି ଆଉ ବୋଧପୁର ହୋଇଥିଲା, ତା ଦେହରେ ବୋଧପୁର ୱିନର ହେଇଯାଇଥିଲା। ଆଉ ଦିଘି ସେକେଣ୍ଡ ଟ୍ରଫି ନେଇଥିଲା। ଆଉ ଏ ଖେଳ ବିଷୟରେ ଏହା କହିବି, ଆଜି ଯଦି ଏ ଖେଳଟି ହେଇଛି ତାହେଲେ କେବଳ ପ୍ରକାଶ ଭାଇଙ୍କ ପାଇଁ। ପ୍ରକାଶ ଭାଇଙ୍କର ସବୁବେଳେ ଆମ ଆଇତପୁର ଉପରେ ନଜର ଅଛି କି ଆଇତପୁର କେମିତି କ'ଣ ହେବ, କେମିତି ଡେଭଲପ୍ କରିବ। ଆଉ ସେଇ ଡେଭଲପ୍ ଯୋଗୁଁ ସେ ଖେଳ ପାଇଁ ସବୁକିଛି କୋଅପରେଟ୍ ବି କରିଛନ୍ତି କି ଏମିତି ଫିଲ୍ଡରେ ଚେୟାର ପକାଇଲେ, ଆଗକୁ କିଛି ପ୍ରତିଶ୍ରୁତି ଦେଇଛନ୍ତି କି ଏ ଫିଲ୍ଡ ପାଇଁ ବହୁତ କିଛି କରିବେ। ଆଉ ତାଙ୍କ ଯୋଗୁଁ ଆଜି ଏ ଖେଳଟି ହେଇପାରିଛି। ଆଉ ଏଠି ଯେଉଁ ପିଲା ଅଛନ୍ତି ଆମର ସପୋର୍ଟର, ସେମାନେ ବହୁତ ମେହନତ କରିଛନ୍ତି ଏ ଖେଳ ପାଇଁ। ତ ସେଥିପାଇଁ ଆଜି ଏ ଖେଳଟି ସକ୍ସେସଫୁଲ୍ ହେଇଛି। ଆଉ ସେଥିପାଇଁ ଆମକୁ ବି ବହୁତ ଖୁସି ଲାଗୁଛି। ଚେଷ୍ଟା ରହିବ ସବୁ ବର୍ଷ ସବୁ ଆଗକୁ କି ଏଇଭଳି ଭାବରେ ଖେଳ କରିବୁ, ପିଲାମାନଙ୍କୁ କିଛି ଆଗକୁ ବଢ଼ିବା ପାଇଁ ସୁଯୋଗ ଦେବୁ। ଧନ୍ୟବାଦ।